ଶୀତୁଆ ସକାଳରେ ଚା ପିଇବା ଟିକେ ନିଆରା ଥାଏ। କିନ୍ତୁ ଏଠି ଆମେ ଯୋଉ ଜାଗାରେ ବର୍ତ୍ତମାନ ଅଛୁ ଯେ ଖଇରା ବ୍ଲକରେ ଦୁର୍ଗା ମଣ୍ଡପ ପାଖରେ ଗୁଲ ଭାଇଙ୍କ ଚା ଖଟିରେ ଏଇ ଚା ଖଟିରେ ମ୍ୟାକ୍ସିମମ୍ ଟାଇମ୍ ବା ଯୋଉଟା କି ଖଇରାରେ ମିନି ବିଧାନସଭା ନାମରେ ପରିଚିତ। ତେଣୁ ଏଇ ଚା ଖଟିରେ ଯେ ରାଜନୀତି ସମ୍ପର୍କୀୟ ଆଲୋଚନା ବି ହୁଏ ଆଉ ସମୀକରଣ ମଧ୍ୟ କରାଯାଏ। ଆଉ ଏଇଠୁ ହିଁ ସେ ବିଧାନସଭାର ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ ବା ନେତା ହୁଅନ୍ତୁ ବା ବିଧାୟକ ହୁଅନ୍ତୁ ଏଇଠୁ ହିଁ ସମୀକରଣ ଆରମ୍ଭ ହୁଏ। ଆମେ ବର୍ତ୍ତମାନ ସେଇ ଜାଗାରେ ଅଛୁ। ଆଉ ଏଠି ଯୋଉ କର୍ମ ଅଛନ୍ତି ଯୋଉ ବୁଦ୍ଧିଜୀବୀ ମାନେ ଅଛନ୍ତି ବା ରାଜନୀତିଜ୍ଞ ଅଛନ୍ତି ତାଙ୍କ ପାଖରୁ ଟିକେ ମତ ନବା ଯେ ନା ଧରି ମତ ନବା ବା ଭାଇ ବୋଲି ସମ୍ବୋଧନ କରି ମତ ନବା ଏଇଥିପାଇଁ ଯେ 1 ତାରିଖ ଦିନ ଫେବୃଆରୀ 1 ତାରିଖ ଦିନ ଶଶି କୁମାର ସାହୁଙ୍କୁ ଦଳରୁ ନିଲମ୍ବିତ କରାଗଲା। ଏଇ ପରିପ୍ରେକ୍ଷୀରେ ତାଙ୍କ ସ୍ତ୍ରୀ ଯୋଉ ଅଛନ୍ତି ସୁଭାଷିନୀ ସାହୁ ତାଙ୍କୁ କିନ୍ତୁ ଦଳର ନିଲମ୍ବନ କରାଗଲାନି। ଏଠି ଯୋଉ ସମୀକରଣ ବା ସମୀକ୍ଷକ ଅଛନ୍ତି ଯୋଉମାନେ ଅଛନ୍ତି ବୁଦ୍ଧିଜୀବୀ ଅଛନ୍ତି ତାଙ୍କ ପାଖରେ ପ୍ରଥମେ ପଚାରି ବୁଝିବା। ପ୍ରଥମେ ମାୟା ଭାଇଙ୍କ ଆଡକୁ ମୁଁ କ୍ୟାମେରା ଆପଣ ବୁଲେଇବା ପାଇଁ କହିବି। ମାୟା ଭାଇଙ୍କୁ ପ୍ରଥମେ ପଚାରିବା, ଭାଇ ଆପଣଙ୍କର ରାଜନୀତି ଦୃଷ୍ଟିକୋଣରୁ ଦଳରେ ନବୀନ ପଟ୍ଟନାୟକ ମୁଖିଆ ବିଜେଡି ଦଳରେ, ସେଇ ପରିପ୍ରେକ୍ଷୀରେ ଯେ ନବୀନ ପଟ୍ଟନାୟକ ପ୍ରତାପ ଜେନା ଯେହେତୁ ଉପସଭାପତି ଅଛନ୍ତି ତାଙ୍କରି ଲିଖିତ ମୁତାବକ ବା ଲେଟର ମୁତାବକ ନବୀନ ପଟ୍ଟନାୟକ ସସ୍ପେଣ୍ଡ କରିଛନ୍ତି ଶଶି କୁମାର ସାହୁଙ୍କୁ, ଯିଏକି ବିଜେଡି ଦଳର ଜଣେ ତୁଙ୍ଗ ନେତା ଆଉ ତାଙ୍କ ସ୍ତ୍ରୀ ମଧ୍ୟ ଟିକେଟ ପାଇଥିଲେ। କିନ୍ତୁ ଅପର ପକ୍ଷରେ ତାଙ୍କ ସ୍ତ୍ରୀ ଯୋଉ ସୁଭାଷିନୀ ଜେନା ଅଛନ୍ତି ତାଙ୍କୁ ଦଳ ନିଲମ୍ବିତ କରିନାହାନ୍ତି। ଆପଣ କେମିତି ଦେଖୁଛନ୍ତି? ଧନ୍ୟବାଦ। ବଡ଼ ଖବରକୁ ପ୍ରଥମେ ଧନ୍ୟବାଦ ଜଣାଉଛି। ଯେଉଁ ଶୀତ ଛାଡ଼ି ଯାଉଛି ଏବଂ ବସନ୍ତର ଆଗମନରେ ସିଏ ସକାଳେ ଆସି ଏଠି ପହଞ୍ଚିଛନ୍ତି। ଆପଣ ଯେଉଁ କ୍ୱେଶ୍ଚନ୍ ଭାଇ ପଚାରିଲେ ମୁଁ ତାର ଆନ୍ସର ଏଇଆ ରଖିବି ଯେ ଗୋଟେ ଯୁଦ୍ଧରେ ଯେତେବେଳେ ସେନାପତି ଛତ୍ରଭଙ୍ଗ କରେ ତେଣୁ ସେଇ ହିସାବରେ ସୈନ୍ୟମାନେ ତ ଛତ୍ରଭଙ୍ଗ କରିବେ। ମୁଁ କାହାର ନାଁ ନେଉନାହିଁ। ମୁଁ ଯେହେତୁ ଗୋଟେ ନିର୍ଦ୍ଦିଷ୍ଟ ଦଳରେ ଅଛି, ବିଜେଡିର ଆଜ୍ଞା ଯାହା ପରିସ୍ଥିତି ଏଠି ସେ ଦଳ ଆଉ ସଂଗଠିତ ହବାର କିଛି ଆଶା ବି ନାହିଁ। ଆଉ ଆପଣ ଯେଉଁ କ୍ୱେଶ୍ଚନ୍ କଲେ ଶଶି ବାବୁଙ୍କ ବାବଦରେ, ସେ ତ ଖଇରା ନିର୍ବାଚନ ମଣ୍ଡଳୀର ଲୋକ ନୁହନ୍ତି। ସେ ଯେଉଁ ସାଇବରିଆନ ପକ୍ଷୀ ବୋଲି ତାଙ୍କୁ ଯେଉଁ କୁହାଯାଉଥିଲା ସେତେବେଳେ, ସିଏ ତ ସେଇ ଟାଇପ୍ର ବୋଲି ଯାହା ବି ତାଙ୍କର ଏ କଥାବାର୍ତ୍ତାରୁ ଆମେ ଯାହା ଜାଣୁଛୁ ଜଣା ପଡ଼ିଗଲା। ତେଣୁ ଏହା ବିଜେଡିର କଥା, ତାଙ୍କର ନିଜର ମତାମତ ସେମାନେ ରଖିବେ। ମୁଁ ସେ ବାବଦରେ ଯେହେତୁ ଗୋଟେ ଦଳ ଭିତରେ ଅଛି ମୁଁ ଆଉ ତାଙ୍କ ବାବଦରେ ବିଶେଷ କିଛି କହିବିନି। ଆପଣଙ୍କୁ ଧନ୍ୟବାଦ। ବିଜେଡି ଦଳରେ ବର୍ତ୍ତମାନ ଅଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବି ଅଛନ୍ତି। ଆଜ୍ଞା, ପୂର୍ବ ଆଲୋଚନା ଚାଲିଥିଲା ବା ପୂର୍ବ ରାଜନୀତି ସମୀକରଣ ହିସାବରେ ବର୍ତ୍ତମାନ ଆପଣ କାହାକୁ ଭାବୁଛନ୍ତି ବିଜେଡିର ବର୍ତ୍ତମାନ କିଏ ମୁଖିଆ ବୋଲି ଭାବିବ? ବିଜେଡିର ମୁଖିଆ ବର୍ତ୍ତମାନ ତ ଯାହା ଜଣା ପଡୁଛି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସୁଭାଷିଷ ଜେନା ନାଇଁ ନାଇଁ ଆଜ୍ଞା, ଯେହେତୁ ତାଙ୍କର ହଜବେଣ୍ଡ ଦଳରୁ ବହିଷ୍କୃତ ହେଇଛନ୍ତି ଆଉ ସେଥିରେ ମୁଁ ସେ ବାବଦରେ ମୁଁ ଆଉ ଅଧିକ କହିବାକୁ ଚାହୁଁନାହିଁ। ଦେଖନ୍ତୁ ଚା ଖଟିର ଚର୍ଚ୍ଚା ଯେ କେହି କାହାକୁ ଆକ୍ଷେପ ପ୍ରତ୍ୟାକ୍ଷେପ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ, ବଡ ଖବରର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ। ଆଉ ଜଣେ ଭାଇ ଅଛନ୍ତି ରାଜନୀତିକରଣ ସମୀକରଣ କଥା ଆଲୋଚନା କରୁନୁ, ଆମେ କହୁଛୁ ଯେ ବର୍ତ୍ତମାନ ପାଇଁ ଏ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଛନ୍ତି ବର୍ତ୍ତମାନ ବିଜେଡିରେ। ଏ ଯୋଉ ନିଲମ୍ବନ ପଛରେ କାହାର ହାତ ଥାଇପାରେ ବୋଲି ଭାବୁଛନ୍ତି? ସେ ବିଷୟରେ ତ ମୁଁ ସେତେ ଅଧିକ କହିପାରିବିନି। ଯାହା ନ୍ୟୁଜ୍ ଦେଖିକି ଆମେ ଜାଣୁଛୁ ଯେ ଦଳର ମୁଖ୍ୟ ସଭାପତି ଯେ ତାଙ୍କୁ ଦଳ ସଭାପତି ଉପସଭାପତି ପ୍ରତାପ ଜେନା ତାଙ୍କୁ କରିଛନ୍ତି, ସେ ବିଷୟରେ ମୋର ସେମିତି ଅଧିକ କିଛି ନଲେଜ ନାହିଁ। ତାଙ୍କ କହିବାର ଅର୍ଥ ଯେ ମୁଁ ରାଜନୀତିକରଣ କରିବା ଉଦ୍ଦେଶ୍ୟ ନୁହେଁ, ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଯାହା ସ୍ପଷ୍ଟ ବାରି ଯାଉଛି। ଆଉ ଜଣେ ଭାଇଙ୍କ ପାଖରୁ ଟିକେ ପ୍ରତିକ୍ରିୟା ନେବା। ଭାଇ ମର୍ଣ୍ଣିଂ ୱାର୍କ କରି ଫେରିଲେ, ବର୍ତ୍ତମାନ ଆପଣ ଆସିକି ପହଞ୍ଚି ଯାଇଛନ୍ତି, କେମିତି ଅଛି ବର୍ତ୍ତମାନ ଦେହ କେମିତି ଅଛି? एकदम फाइन लगुच सकाल टे मॉर्निंग वॉक करदेले मानसिक स्तर में शांति लगे, फिजिकाली फिट लगे। आ बयसर अपराह पहुंचलु भाई आउ गोटे कथा आमे पचारिबु जे राति पाहिले सुरेश पुजारी अनुमति क्रमे बा परामर्श क्रमे वर्तमान पाई किछि निर्वाचन मंडली मिश्रण हेबाकु जाउछि, जहा फल कि औपदा एवं खैरा एक प्रकार मिश्रण हबो बोली वर्तमान पाई साधारण चर्चा होछि। वर्तमान आपण गोलो भाई चा खटी मिनी विधानसभा आपण वर्तमान उपस्थित। अच्छा, नीलगिरी निर्वाचन मंडली जो नेता अछंती सी हुए तो खैरा उपर फोकस देबे नाही, तेणु औपदा खैरा मिश्रण हबो बोली साधारण चर्चा। अच्छा, एई मिश्रण रे जे किए मुख्य मंग धरिबो बोली भाबुचंती बीजेपी रो? खैरा मार्कुणा दुईटी ब्लॉक मिसी सिमुलिया निर्वाचन मंडली
तो चर्चा तो चली डिविजन हम यह सत्य बोधे आम भावुचु राजनीति स्तर में आम मीडिया स्तर में आलोचना स्तर सब देखु शुणु तो समय ही कहब ये किए भारतीय जनता पार्टी मुखिया हम किंतु आमर आपण पाखर आम उपस्थापन करुचु खैरा ब्लॉक विराट ब्लॉक एवं एठिकार जनमानस एठिकार भौगोलिक परिस्थिति एठिका लोक मानकर मानसिक स्तर को जो आघात दि जाए जो औपदा ब्लॉक रु कि मिसी पारे एवं सेठिकार जदि राजनेता भावती जे खैरार लोक मान आम मुहा करम औपदा निर्वाचन मंडल करूँ बा औपदार मिश्रण करूँ आम पक्ष रहू यह संभव नुह यापाई जेते बाट जीवार कथा आम जीवु एवं जेते प्रकार अहिंसा आंदोलन करी आम आमर दाबी को उपस्थापन करूँ खैरा को निर्वाचन मंडल देवु एवं दलटार निर्धारण कर दलर किए से मुखिया हम। अच्छा वर्तमान तीनोटी दल अच्छा राज्य सरकार राज्य तीनोटी दल चर्चित दल कांग्रेस बीजेपी एवं बीजेडी जे बीजेपी एठी वर्तमान पद्मलोचन पंडा अच्छा कांग्रेस हिमांशु बेहरा एक प्रकार अच्छा बीजेपी जे अच्छा बीजेडी निलंबन हो सारा वर्तमान अच्छा ज्योति पाणिग्री एक प्रकार मुखिया सुभाष जेना को केते चांस मिलियो बोली भाबुचंदी बीजेडी देखो आज्ञा यह तो विजु जनता दलर माने आभ्यंतरीण व्यवस्था एवं अवस्था दलर अवस्था जहाँ आम एठी सामग्रिक भाव उपलब्ध करुचु जे विजु जनता दल एठी आ मुंड टेकिबा बोधे आगामी पुणी 10 वर्ष पर आम जहाँ उपलब्ध कर सर्वसाधारण जहाँ एवं लोक आखि बुझा मुहौंट अबिका भारतीय जनता पार्टी आड़ू कारण हूँ आभ्यंतरीण कंदल से जो कारनामा प्रिवियसली लोक उपलब्ध कले आभ्यंतरण कंदल ना निजको सुरक्षा देवा एठिकार आभ्यंतरीण कंदल प्लस निजक गोटे स्टेप साइड करने कई क्या भितर परिचय निज निजक हर कई क्या हरना भारतीय जनता पार्टी जो लोकाभिमुखी कार्यक्रम आम जो मान्यवर विधायक अच्छा जड़े मनुष्य नुहति जड़े देवता तुल्य एवं गोटे भल पाइबार मनुष्य थे एवं सामग्रिक भाव में आप चलूँ देखिए जे मुझे आश्चर्य हो प्रकार मानसिकता नहीं विजु जनता दल जो मैंने विरोध करते जो मैंने भोट दबा बाबद आमर विधायक को विधायक अच्छा मुहांमुही अपोज करते से पर्याप्त व्यवस्था भितर पशिकी उपलब्ध होती फिल कर आम पूर्वर 10 वर्ष भोगीचु ता पूर्व ये भोगीचु कि एबर विधायक जहाँ आम प्रति मानसिकता आम के जीवन भूली पार ना ये निश्चित भाव में भारतीय जनता पार्टी व्यतीत आ द्वितीय दलर संभाव्य सूचना आगामी गोटे दशंधि भितर हवार प्रश्न माई जे वर्तमान दल मुहा वर्तमान समस्ते दल डिया पर्व भी चली था दलर किसी बाहर निलंबन प्रक्रिया वर्तमान भी जारी है बालेश्वर बीजेडी किंतु वर्तमान अच्छा पद्मलोचन पंडा बीजेपी विधायक जदि शशिनना बीजेपी की जानती ठीक ठाक सब चलो तो सेटा तो आज्ञा आम कहीपरूँ किंतु आम तो पदुबाबू हारे चलीचु आमर पदुबाबू जो प्रकार आजिका डेट जो प्रकार नहीं चली तेणु मिसवाटा आज्ञा आम कमी कहूँ दल तार निष्पत्ति नब सी आसिले बीजेपी तो आहरी कौन हम से कथा आम कहीपर कि बीजेपी चलो भाई जमी कहले 10 वर्ष आहरी कौन 20 वर्ष पर्यटन बीजेपी आम भितरी तथ्य पाइलु जे मनमोहन सामल पाखर एक कथा पड़ता एवं मनमोहन सामल निजे दायित्व भी देते इनडायरेक्ट भाव में जदि औपदा खैरा मिसी जाए ताले औपदा खैरार राजनीतिक मंग धरिवे शशि कुमार साहू एवं शिमुलिया मंग जे कि पद्मलोचन पंडा अच्छा सी मंग धरवे आपन केमती देखते सेटा आज्ञा पर स्टेप रे सेटा तो आलोचना हो वर्तमान से पर्यटन है ना तार निष्पत्ति तो जिते हम मुह कौच कि लुचौच नहीं आज्ञा नहीं आज्ञा आम स्पष्टवादी जेहेतु 15 वर्ष है दल अच्छी दलीय ढांचा भितर आ जो अच्छा मोर भाई बड़ भाई कमला भाई पाखु जीवी जे कि राजनीतिर सबुआडे चर्चित चेहरा बड़ भाई केमती अच्छा बर्तमान धन्यवाद आपण मानकर शुभेच्छा भगवान आशीर्वाद भलरे अच्छी दल केमती चलती राजनीतिक दल सब एठी मु कौन एक निर्दिष्ट राजनीतिक दलर नुहे वास्तव कथा कहे वास्तव समस्या को उपस्थापन करने
ମୋ ଦ୍ୱାରା ଯେତିକି ସମ୍ଭବ ମୁଁ ତାହା କରି ଆସିଛି, କରିବି ମଧ୍ୟ। କଂଗ୍ରେସ ବିଜେପି ବିଜେଡି ତିନିଟା ସ୍କୁଲ ଭାବନ୍ତୁ ଏ ତିନିଟା ବିଦ୍ୟାଳୟ এই ବିଦ୍ୟାଳୟରେ ପ୍ରକୃତରେ ପ୍ରଧାନ ଶିକ୍ଷକ କିଏ କିଏ ଅଛନ୍ତି ଜାଣିଛନ୍ତି ଭାଇ? ଆଜ୍ଞା, କିଏ ଅଛନ୍ତି ବିଜେଡିର କିଏ ପ୍ରଧାନ ଶିକ୍ଷକ ଅଛନ୍ତି ଖଇରା ଶିମୁଳିଆ? ବିଜେଡିରେ ପ୍ରଧାନ ଶିକ୍ଷକ ଅଛନ୍ତି ଶଶି କୁମାର ସାହୁଙ୍କ ସ୍ତ୍ରୀ ସୁଭାଷିନୀ ସାହୁ, କାରଣ ସେ ଦଳୀୟ ପ୍ରାର୍ଥୀ ଥିଲେ ଏବଂ ପରାସ୍ତ ହୋଇଥିଲେ। ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବ୍ୟବସ୍ଥାରେ ଅଛନ୍ତି, ସେ ସାଂଗଠନିକ ଦାୟିତ୍ୱରେ ଅଛନ୍ତି। ଆମର ଗର୍ବ, ସେ ବାଲେଶ୍ୱର ଜିଲ୍ଲାର ସଭାପତି ଦାୟିତ୍ୱରେ ଅଛନ୍ତି। ଯଦି ସେ ସଭାପତି ଦାୟିତ୍ୱ ଅଛନ୍ତି ତାଙ୍କୁ ନିଲମ୍ବନ କିଏ କଲା? କାହାକୁ? ଶଶି କୁମାର ସାହୁଙ୍କୁ କିଏ ନିଲମ୍ବନ କଲା? ଶଶି କୁମାର ସାହୁଙ୍କୁ କାହାର ହାତ ଅଛି? ଦଳର ଉପସଭାପତି ଶଶି କୁମାର ସାହୁଙ୍କୁ ନିଲମ୍ବନ କରିଛନ୍ତି, ହଁ। କିନ୍ତୁ ଶଶି କୁମାର ସାହୁ କଣ ପାଇଁ ନିଲମ୍ବନ ହେଲେ? ସେ କଥା ଦଳ କହିବ, ଆମେ କହିବୁ ସମୀକରଣ ଆପଣଙ୍କ ଭାଷାରେ ନା। ସମୀକରଣ ଆମେ କିଛି? ଭାବୁଛୁ ଦଳରେ ସେ କିଛି କାମ କରିଥିବେ ଯାହା ଦଳ ପାଇଁ କ୍ଷତି ହେଇଥିବ, ତେଣୁ ସେ ଦଳରୁ ବାହାରି ଯାଇଥିବେ, ସେ କଥା ସିଏ ଜାଣିଥିବେ। ଏବଂ ଯିଏ ତାଙ୍କର କର୍ମକର୍ତ୍ତା ସଭାପତି ହୁଅନ୍ତୁ ଉପସଭାପତି ହୁଅନ୍ତୁ, ଯୋଉମାନେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସେମାନେ ବେଟର ଜାଣିଥିବେ। ସୁଭାଷିନୀ ଜେନାଙ୍କୁ ବର୍ତ୍ତମାନ ଚାନ୍ସ ମିଳିବ ବିଜେଡିରେ? କହିହବନି, ଉପଯୁକ୍ତ ସମ୍ମାନ ମିଳିବ? ଆମେ କେହି ଆଶା କରିନଥିଲୁ ଜ୍ୟୋତି ବାବୁ ଟିକେଟ ନ ପାଇକି ସୁଭାଷିନୀ ମ୍ୟାଡାମ ଟିକେଟ ପାଇବେ, ତେଣୁ ଦଳର ନୀତି ଦଳର ନିର୍ଦ୍ଧାରଣ ଯୋଉଟା ସେମାନେ କରନ୍ତି ତା ବିଷୟରେ ଆମେ କେହି କହିପାରିବାନି, କାରଣ ଆମେ ସେ ଦଳରେ ଓତପ୍ରୋତ ଭାବେ ଜଡିତ ନୁହଁ। ଶଶି ସାହୁ କାଲି ବଡ ଖବରକୁ ପ୍ରତିକ୍ରିୟା ଦେଇଛନ୍ତି ଯେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଯୋଗୁଁ ସୁଭାଷିନୀ ମ୍ୟାଡାମ ବା ମୋ ଧର୍ମପତ୍ନୀ ହାରିଗଲେ, ତାକୁ ଆପଣ କେମିତି ଭାବୁଛନ୍ତି? ସେ କଥା ଶଶି ସାହୁ ଜାଣିଥିବେ, ସିଏ ରାଜନୀତିରେ ଓତପ୍ରୋତ ଭାବେ ଜଡିତ ଥିଲେ, ତେଣୁ ସିଏ ଜାଣିଥିବେ। ଆମେ ବିଜେଡିର ଶାସନରେ ହୁଏତ କିଛି ଅନୁଭବ କରିଥିଲୁ ଯାହାକି ରାଜ୍ୟ ପାଇଁ ଭୁଲ ଥିଲା, ତେଣୁ ଆମେ ବାଛିଥିଲୁ। ବିଜେପି ଆସିଥିଲା ଏବଂ ଆମର ଭାରତ ବର୍ଷରେ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ନେତୃତ୍ୱ ଏବଂ ଓଡ଼ିଶାର ନେତୃତ୍ୱକୁ ଆମକୁ ପସନ୍ଦ ଆସିଥିଲା। ମୋତେ ଏକା ନୁହେଁ, ଲୋକମାନଙ୍କୁ ବେଶୀ ସଂଖ୍ୟାରେ ପସନ୍ଦ ଆସିଥିଲା। ସୋ ଦ୍ୟାଟ୍ ଆମେ ବିଜେପିକି ଭୋଟ ଦେଲୁ। ଲୋକ କଂଗ୍ରେସ ଆଡିକି ପଞ୍ଚାୟତ ଇଲେକ୍ସନକୁ କଂଗ୍ରେସ ବିଜେଡି ମେଣ୍ଟ ଯଦି ହୁଏ ସାଧାରଣ ମତେ ଚର୍ଚ୍ଚା ହଉଛି ଜିତି ପାରିବ, ବିଜେପି କି ଟସଲ ଦେଇପାରିବ? ଭବିଷ୍ୟତ କହିବ। କଂଗ୍ରେସ ସାଂଗଠନିକ ଦୃଷ୍ଟିରୁ ଆମେ ଗର୍ବ ଏବଂ ଗର୍ବିତ ଖଇରାବାସୀ ଯେ ହିମାଂଶୁକୁ ପାଇଛୁ, ସେ ଆମର ନିଜର ଲୋକାଲ ଲୋକ, ସିଏ ଆଗଉ ଏକଥା ଆମ ମନରେ ଇଚ୍ଛା, କିନ୍ତୁ ଆମେ ଏକା କହିଦେଲେ କଂଗ୍ରେସ ଭାରତ ବର୍ଷରେ ବା ଓଡ଼ିଶାରେ ବା ଖଇରା ଶିମୁଳିଆ କନଷ୍ଟିଚୁଏନ୍ସିରେ ଆଗେଇ ଯିବ, ଏ ସ୍ୱପ୍ନ ଦେଖିବା ଭୁଲ। ଯାହା ଧନ୍ୟବାଦ ଦେବି ତିନି ଭାଇ ଆଉ ପ୍ଲସ୍ ये जो କାଉଲି ଭାଇ ହୁଅନ୍ତୁ, କମଳା ଭାଇ ହୁଅନ୍ତୁ, ମାୟା ଭାଇ ହୁଅନ୍ତୁ, ये जो ଗୁଲୋ ଭାଇଙ୍କ ଚା ଖଟିରେ ଏ ଯୋଉ ରାଜନୀତି ସମୀକରଣ କରାଯାଏ ବା ସମୀକରଣ ଅଙ୍କର ଶେଷ କରାଯାଏ ବା ତାକୁ ଛିଣ୍ଡାଯାଏ ବୋଲି କୁହାଯାଏ, ତେଣୁ ଏ ସମୀକରଣ ପ୍ରକୃତରେ ଆଗାମୀ ପର୍ଯ୍ୟାୟ ପାଇଁ କେମିତି ରହିବ ଏ ଖଇରାବାସୀ ଅନୁତାପ କରିବେ। କିନ୍ତୁ ଆମର ଏଇ ଗୁଲୋ ଭାଇଙ୍କ ଚା ଖଟିରେ ଆଜି ଯୋଉ ସମୀକରଣ କରାଗଲା ବା ଯୋଉ ଭାଇ ମାନଙ୍କ ପାଖରୁ ମତ ନିଆଗଲା, ତାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଏ ଖଇରାବାସୀ ଏଇ ମତ କଥା ସତ ନା ଯେ ବିଜେଡି ପୁଣି ନିଜକୁ ସୁଶକ୍ତ ମନେ କରିବ, ତାହା ସାଧାରଣରେ ଖଇରାବାସୀ ଅପେକ୍ଷା କରିଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରାରୁ ଏଇ ଗୁଲ ଭାଇଙ୍କ ଚା ଖଟି ବା ମିନି ବିଧାନସଭାରୁ ଚନ୍ଦ୍ରଶେଖର ବାରିଙ୍କ ରିପୋର୍ଟ, ବଡ ଖବର।